शान्ताकारं भुजङ्गशयनं पद्मनाभं सुरेशं विश्वाधारं गगनसदृशं तत्त्वमसादिलक्ष्यम् विश्वाधारं गगनसदृशं मेघवर्णं स्वाङ्गं लक्ष्मीकान्तं कमलं योगिभिः वन्दे मनीष थरे जन्म लिए केवल मनीष नुहे जीव जेकोसी जीव वृक्ष तरु तृणलता ये सब थरे जन्म नियंती ये थरे जन्म नियंती माने से अक्षरटी होती ज वर्गे ज जम शब्दर अर्थ होची संयमता गीतारे कहा जाइछि जम संयमता महम थरे जन्म हला तापर से गोटे नाम को प्राप्त हला मनीषर विभिन्न नाम किए देवता नाम रे नामित कला किए कौ नाम रे नामित कले बाप माँ कौ नाम रे डाकिले आउ पुरोहित कौ नाम रे डाकिले यहाँ हूँ मनीष जगतर कथा किंतु पशु पक्षी मानकर नाम कई दियंतिनी खूब कम लोक गृहपालित पशु मान को नाम धरी डाकी था ये जो नामटी से हूँ 9 अक्षर प्रतीक जीव जन्म है थरे सी बाघ है कि भालू है कि मांकड़ है कि मनीष है थरे से नामकरण हम बाघ को कई भालू कहबेनी कि भालू को कई सिंह कहींपारे ना ये जो 9 अक्षरटी को नहीं आमर नश्वर दुनियाटी चली 9 अक्षर रही जीवनर अनेक साधन भजन जोठी नम्रता गुण नाही अन्य को सम्मान दबार मनोभाव मध्य नाही जो मानकर नाही से माने मनीष हेले भी मनीषर रूप बैठले भी तांको अनेक मनीष बोली भावती नाही भागवत रे कहिले हरि हरि विमुख प्राणी जेते जो मानकर मुखरे हरि शब्द नहीं जो माने हरि किए चिन्ह ना से पशु सहित समान पशुर भी चेतना अच्छी पशुर भी ज्ञान अच्छी पशु पक्षी इत्यादि रामायण जुगरे गोटे पक्षी राम को साहाय्य करिछि तेणु सेमानकर चेतना थिले भी दिव्य चेतना नहीं दिव्य ज्ञान तांकर नहीं जमती हरि शब्द मनीष ही करे काऊ का कहे कोइली कू कहे किंतु मनीष एकमात्र गोटे जीव कि दुनियार श्रेष्ठ जीव से हरि बोल शब्द को गुरुत्व दिए हरि शब्दर अर्थ कौन जे आमर समस्त अपराध को हरण करती
ସେ ହେଉଛନ୍ତି ହରି। ଅଜ୍ଞାନକୁ ହରଣ କରନ୍ତି ସେ ହେଉଛନ୍ତି ଗୁରୁ। ଅଭାବକୁ ଯିଏ ହରଣ କରନ୍ତି ସେ ହେଉଛନ୍ତି କର୍ମ। ଏବଂ କର୍ମ ସହିତ ଜ୍ଞାନ ଭକ୍ତି ସବୁକିଛି ମିଶିକି ରହିଛି। ତେଣୁ ହରିବୋଲ ଶବ୍ଦ ହେଉଛି ସବୁଠାରୁ ଶ୍ରେଷ୍ଠ ଶବ୍ଦ। ହରିବୋଲ ହରିବୋଲ ହରିବୋଲ। ହରି ଥରେ ସିଂହ ରୂପରେ ଆବିର୍ଭାବ ହୋଇଥିଲେ। ହରି ଶବ୍ଦର ଅର୍ଥ ସିଂହ, ନର ସିଂହ, ଯାହାଙ୍କୁ କୁହାଯାଏ ମହାବିଷ୍ଣୁ ଅବତାର। ହରି ଆଉ ଥରେ ଜନ୍ମ ନେଲେ ମର୍କଟାକୃତି ହେଇ। ସେ ହେଉଛନ୍ତି ହନୁମାନ, ଶିବଙ୍କର ଅବତାର, କିନ୍ତୁ ମର୍କଟାକୃତି, ମର୍କଟ ନୁହନ୍ତି, ହନୁମାନ। ରାମ, ପ୍ରଭୁ ରାମ, ଲକ୍ଷ୍ମଣ, ଏ ଯେଉଁମାନଙ୍କ ନାଁ ଶୁଣୁଛ, କିଏ ଗଦା କିଏ ଶର, ରାମଙ୍କର ଶର ଥିଲା ପ୍ରଧାନ। ଗୀତାରେ କୁହାଯାଇଛି ରାମ ଶସ୍ତ୍ରଭୂତାମହମ୍। କିନ୍ତୁ ହନୁମାନଙ୍କ ପାଖରେ ଗଦାଟିଏ ଥିଲା, କିନ୍ତୁ ଗୋଟେ ପର୍ବତକୁ ମଧ୍ୟ ସେ, ପର୍ବତଟାକୁ ମୂଳରୁ ଆଣନ୍ତୁ ନ ଆଣନ୍ତୁ, କିନ୍ତୁ ଗୋଟେ ପର୍ବତକୁ ସେ ଧାରଣ କରିପାରିଥିଲେ ସେଇ ହରି ଶବ୍ଦକୁ ନେଇକିରି। ଆଉ ଗୋଟିଏ ହରି ହେଉଛନ୍ତି ମାନେ ସର୍ପ। କୁହାଯାଏ ହରି ଯୁଗକୁ ତିଆରି କରି, ସମାଜକୁ ତିଆରି କରି ସେ ଅନନ୍ତ ନାଗ ଶଯ୍ୟାରେ ବିଶ୍ରାମ କରନ୍ତି। ହରି ହେଉଛନ୍ତି ସର୍ପ। ଅନନ୍ତ ନାମେ ଅନ୍ତ, ତ୍ରେତୟା ଯୁଗରେ ହରି ହେଉଛନ୍ତି ଲକ୍ଷ୍ମଣ, ଦ୍ୱାପର ଯୁଗରେ ହରି ହେଉଛନ୍ତି ବଳରାମ ଶଙ୍କର୍ଷ, ଏ ଯୁଗରେ ହରି ହେଉଛନ୍ତି ବିଜ୍ଞାନ, ହରି ହେଉଛନ୍ତି ଗୌର ହରି, ହରି ବୋଲ। ଭଜନି ଚାଇ ଗୌର ରାଧେ ଶ୍ୟାମ ହରି। এই ক্ষেত্রর ଅନନ୍ତଙ୍କ କ୍ଷେତ୍ରରେ ନାମଟି ହେଉଛି ଜୟ ଶ୍ରୀ ସୁଅନନ୍ତ ରାଧାରା। ଯୁଗେ ଯୁଗେ ହରି ଏଇଭଳି ଭାବରେ ସମଗ୍ର ଜଗତକୁ ଉଦ୍ଧାର କରୁଛନ୍ତି, ଜଗତକୁ ପାଳନ କରୁଛନ୍ତି, ଜଗତକୁ ଉତ୍ପନ୍ନ କରୁଛନ୍ତି। ଇଏ ହେଉଛି ଜ ଏବଂ ନ। ମଟି ହେଉଛି ଯେଉଁ ଜୀବ ବା ମଣିଷ ଥରେ ଜନ୍ମ ନିଏ, ପୁଣି ତା ପାଇଁ ଦିନେ ମରଣଟି ଆସେ, ମୃତ୍ୟୁ ନିଶ୍ଚିତ ଭାବରେ ଆସିବ। ଯଦି ମୃତ୍ୟୁ ପୂର୍ବରୁ ସେ ଯଦି ନିଜକୁ ଭଲ ମଣିଷଟିଏ କରିବା ପାଇଁ
ଆତ୍ମସମୀକ୍ଷା କରିଥିବ ତାହେଲେ ତାର ଜନ୍ମ ସାର୍ଥକ ହେବ। କୋଟି କୋଟି ଲୋକ ମରୁଛନ୍ତି, ଆଜି ରାମଙ୍କୁ ମନେ ରଖିଛୁ, କୃଷ୍ଣଙ୍କୁ ମନେ ରଖିଛୁ। ରାବଣ ରାମଙ୍କର ଶତ୍ରୁ ହେଲେ ବି ରାବଣକୁ ବି ମନେ ରଖିଛୁ। ଦୁର୍ଯ୍ୟୋଧନ କୃଷ୍ଣ ମାନେ ପାଣ୍ଡବଙ୍କର ଶତ୍ରୁ ହେଲେ ବି ତାଙ୍କୁ ବି ଆମେ ମନେ ରଖିଛୁ। କିନ୍ତୁ ଆଜି କୋଟି କୋଟି ଲୋକ ଇଏ ପୃଥିବୀରେ ଜନ୍ମ ହେଇ ଦୁନିଆରୁ ଗଲେଣି, କିଏ କାହାକୁ ମନେ ରଖିଛୁ? ଯେଉଁ ଶ୍ମଶାନରେ ଆମେ ଜଳିଯାଇଛେ ସେ ଶ୍ମଶାନ ମଧ୍ୟ ଆମ ଶ୍ମଶାନ ପାଖରେ ବି ଆମର ହିସାବ ନାହିଁ। ହିସାବଟି ଅଛି, ଯେଉଁ କାଳ ଆମକୁ ଜନ୍ମ ଦେଇଥିଲେ ପୃଥିବୀରେ ସେଇ କାଳ ପାଖରେ ହିଁ ଆମର ହିସାବ ରହିଛି। ତେଣୁ ଆମ ମହାପୁରୁଷମାନେ ଗାଇଲେ, ଉଡ଼ୁଛି କାଳ ମନେ ନା, ଉଡ଼ୁଛି ଆଉ କେତେବେଳେ ଆମକୁ ସେ ଝାମ୍ପିକି ନେଇ ପଳେଇବ, ଆମକୁ ବିଶ୍ୱାସ ନାହିଁ। ଆମେ ପ୍ରୋଗ୍ରାମ କଲୁ ଆମେ ପୁରୀ ଯିବୁ, କିନ୍ତୁ ଆମେ ଜାଣିନୁ ପୁରୀ ଯିବା ବାଟରେ ବି ଆମର ମୃତ୍ୟୁ ହେଇପାରେ। ସେଥିପାଇଁ ପୁଣି ସେ ମହାପୁରୁଷ ଲେଖିଲେ, ହାଟରେ ପାଞ୍ଚ ପା ହେଉଛନ୍ତି ହାଟ ସରି ଆଉ ପାଇ ତେଣୁ ଏଇଭଳି ଭାବରେ ଜନ୍ମ ଜରେ ଆରମ୍ଭ ହେଲା, ମରେ ସରିଲା, ପୁଣି ମରେ ଆରମ୍ଭ ହେବ, ପୁଣି ଜରେ ବି ସରିବ। ପୁନରପି ଜନ ପୁନରପି ଜନ ଜନନୀ ଗର୍ଭରେ ପୁଣି ଜନ୍ମ ହେବୁ, ଏ ପଶୁ ହେଉ ମଣିଷ ହେଉ, ପୁଣି ଏମିତି ଗୋଟେ ସମୟ ବି ଆସିବ ପ୍ରକୃତି କୋଳରେ ଆମେ ଜନ୍ମ ହେବୁ, ଆଉ ମଣିଷ ଜନ୍ମ ପାଇବୁ ନାହିଁ। ତେଣୁ ଏସବୁ କଥାକୁ ଚିନ୍ତନ କଲେ ଆମମାନଙ୍କର ଜନ୍ମ ହେଉଛି ପ୍ରକୃତରେ ଦିବ୍ୟ। ଆମେ ଯଦି ଭୁଲ ବାଟରେ ଯିବା, ଭୁଲ କଥା କହିବା, ତାହେଲେ ଆମେ ନିଶ୍ଚିତ ଭାବରେ ଦଣ୍ଡିତ ହେବା। ଏଇ ଯେଉଁ ଜନ୍ମ ମରଣର ମଝିରେ ରହିଯାଇଛି କର୍ମ, ଯାହାର ଯେଉଁଭଳି ଯିଏ ଯେଉଁଭଳି କର୍ମ କରିବ ସେଇ ଅନୁଯାୟୀ ସେ ତାର ଫଳ ପ୍ରାପ୍ତ ହେବ। ଆଜି ଆମର ଜନ୍ମଦିନ ପାଳନ ହେଉଛି, ଲୋକ ମହମବତୀ ଜାଳୁଛନ୍ତି, ଏଇଟା ହିନ୍ଦୁ ଶାସ୍ତ୍ରର ବିରୋଧ। ଲୋକ କେକ୍ କାଟୁଛନ୍ତି, ଏହା ହିନ୍ଦୁ ଶାସ୍ତ୍ରର ବିରୋଧ। ବେଲୁନ୍ ଫଟଉଛନ୍ତି, ହିନ୍ଦୁ ଶାସ୍ତ୍ରର ବିରୋଧ। ଛୁରୀରେ କେକ୍ କାଟୁଛନ୍ତି, ଛୁରୀ ଧରଉଛନ୍ତି ହାତରେ ପିଲାଙ୍କୁ, ଏ ବି ହିନ୍ଦୁ ଶାସ୍ତ୍ରର ବିରୋଧ। ଦୀପ ଲାଗିବ, ପିଠା ବଣ୍ଟନ ହେବ, ମିଠା ବଣ୍ଟନ, ଇଏ ହେଉଛି ହିନ୍ଦୁ ଶାସ୍ତ୍ର ଅନୁଗାମୀ ଲୋକମାନଙ୍କର କଥା। ସତ୍ୟନାରାୟଣଙ୍କର ପୂଜା ହେବ, ଇଏ ହେଉଛି ହିନ୍ଦୁ ଶାସ୍ତ୍ରର
संविधान। तेणु आमे आम संविधान को निजे ही तैयारी करूँ, निजे ही ताको विरोध करुछु। तेणु ये जन्म मृत्यु भली एक सत्य भितर कर्म होउची महान सत्य। आज जन्मदिन रे बलिया को जन्म जी देइथिले सेया को बलिया मन भितर पूजा करे। भक्त माने किए आसिले किए न आसिले सेटा अलग कथा, कि आपण माने जेतेबेले जन्मदिनटी को पालन करिवे प्रथमे पिता माता आत्मीय स्वजन मान प्रणाम करिवे बा छोट पिला हेतले स्नेह देवे, एकत्र मिसिकिरी खाइबे, आ कुकुड़ा छेली काटिकी खाइबे, से जन्मदिन पालन हम एगुड़ाक शुद्ध भांडामी कथा। तेणु से दिन सात्विक आहार करिवे, सात्विक मनरे करिवे माने भोजन करिवे एवं सात्विक मनरे देव दर्शन इष्ट दर्शन गुरु दर्शन करिवे। कथा ये रखा आपण मानकर जन्मदिन रे बलिया समस्त को शुभेच्छा दौची। बोल आनंद के बार हरि बोल हरि जय जय श्री राम।